ଅପା ଅପା କଣ ହେଲା ତ୍ରିଷା? ମୁଁ ମୋ ବାପ ଘରକୁ ଯାଉଛି। କାହିଁକି? କିଏ କଣ ତତେ କିଛି କହିଛି? କାହିଁକି? ମତେ କିଏ କିଛି କାହିଁକି କହିବ? ତମେ ତ 2000 ଟଙ୍କା ନେଇଥିଲ, ଦଉନ। ଆଉ ଇଏ ବି କହୁଛନ୍ତି ମୋ ପାଖରେ ପଇସା ନାହିଁ। ତାହେଲେ ମୁଁ ଏଠି କାହିଁକି ରହିବି? ମୁଁ ଏଠି ଚାଲି ଯାଉଛି। ହେଲେ ମୁଁ ତ 10 ଦିନ ହେଲାଣି ବୋଉଙ୍କ ପାଖରୁ ପଇସା ଆଣିଥିଲି। ବୋଉ ପଇସା କୋଉଠୁ ଆଣୁଛନ୍ତି? ୟାଙ୍କ ପାଖରୁ ନା। ମୁଁ ତ ପଇସା ଖର୍ଚ୍ଚ କରିନି, ରଖିଛି, ଆଣୁଛି। ଏଇ ନେ। ଆଉ ଗୋଟେ କଥା, ମୁଁ ଯେତେବେଳେ ସାଗରକୁ ବଢିଥିଲି ସେତେବେଳେ ତୁ କୁଆଡେ ଯାଇଥିଲୁ? ଯେତେବେଳେ ପଇସା ନେଇ ଆସିଲି ସେତେବେଳେ ପଳେଇ ଆସିଲୁ ମାଗିବାକୁ। ଅପା ମତେ କ୍ଷମା କରିଦିଅ, ମୁଁ ତମକୁ ଭୁଲ ବୁଝିଥିଲି। ଆରେ ମୁଁ ତୋ ଉପରେ ରାଗିନି, ତତେ ଖାଲି ଜଣେଇ ଦେବା ପାଇଁ ଚାହୁଁଥିଲି। ଆଉ ମୁଁ ତୋ ଉପରେ ରାଗିବି କାହିଁକି? ତୁ ତ ମୋ ସାନ ଭଉଣୀ ପରିକା ନା। ଅପା ଆମେ ଭିଡିଓରେ କଣ ଶିଖିଲେ ଆପଣଙ୍କ ମତାମତ ଆପଣ କମେଣ୍ଟରେ ଜଣେଇଦେବେ। ଆଉ ଭିଡିଓ ଯଦି ଭଲ ଲାଗିଲା ତାହେଲେ ଲାଇକ୍, କମେଣ୍ଟ, ସେୟାର କରିଦେବେ ଆଉ ସବସ୍କ୍ରାଇବ କରିବାକୁ ଜମା ଭୁଲିବନି। ଆମେ ପୁଣି ଦେଖା ହବା ଗୋଟେ ନୂଆ ଭିଡିଓ। ସେ ପର୍ଯ୍ୟନ୍ତ ରହିଲୁ। ଜୟ ଜଗନ୍ନାଥ।